ଏହି ଭିଡ଼ିଓରେ ଆମେ ଆଭାସୀ ପ୍ରତିବିମ୍ବ ବିଷୟରେ କଥା ହେବା। ତେବେ ତୁମେମାନେ ଜାଣିଛ ଯେ ଆମର ଦୁଇ ପ୍ରକାରର ପ୍ରତିବିମ୍ବ ରହିଥାଏ। ଏକ ହେଉଛି ଆମର ବାସ୍ତବ ପ୍ରତିବିମ୍ବ ଏବଂ ଏକ ହେଉଛି ଆଭାସୀ ପ୍ରତିବିମ୍ବ। ତେବେ ଏହି ଭିଡ଼ିଓରେ ଆମେ ଆଭାସୀ ପ୍ରତିବିମ୍ବ କିପରି ହୋଇଥାଏ ତାହା ବିଷୟରେ କଥା ହେବା। ଚାଲନ୍ତୁ ଆରମ୍ଭ କରିବା। ଏଠାରେ ଏକ ବହି ଅଛି ଏବଂ ତା ସାମ୍ନାରେ ଏକ ସମତଳ ଦର୍ପଣ ରଖାଯାଇଛି। ତେବେ ଏ ବହିଟି ଉପରେ କ'ଣ ବହୁତ ଗୁଡ଼ିଏ ଆଲୋକ ରଶ୍ମି ପଡ଼ୁଛି। କେଉଁଠି ଗୋଟେ ଆଲୋକର ଉତ୍ସ ରହିଛି ଯେଉଁଥିରୁ ଆଲୋକ ରଶ୍ମି ଅନେକ ଗୁଡ଼ିଏ ଆଲୋକ ରଶ୍ମି ଆସି ଏ ବହି ଉପରେ ପଡ଼ୁଛନ୍ତି ଏବଂ ସେ ବହି ଉପରେ ମୁଁ ଏକ ପଏଣ୍ଟ ନେଲି। ଏଇ ଯେଉଁ ଦେଖୁଛନ୍ତି ସବୁଜ ବିନ୍ଦୁଟି ଅଛି, ମୁଁ ସେଇ ପଏଣ୍ଟଟି ନେଲି ବା ସେଇ ବିନ୍ଦୁଟି ନେଲି। ତେବେ ସେଇ ବିନ୍ଦୁରୁ ଏକ ଆଲୋକ ରଶ୍ମି, ସେ ବିନ୍ଦୁରୁ ବହୁତ ଗୁଡ଼ିଏ ଆଲୋକ ରଶ୍ମି ଆସୁଛନ୍ତି, କିନ୍ତୁ ମୁଁ ସେଥିରୁ ମାତ୍ର ଦୁଇଟି ଆଲୋକ ରଶ୍ମି ବର୍ତ୍ତମାନ ପାଇଁ ଦେଖିବି। ଦେଖନ୍ତୁ, ଗୋଟାଏ ଆଲୋକ ରଶ୍ମି ଆସିଲା, ଏହିପରି ସମତଳ ଦର୍ପଣରେ ପଡ଼ିଲା ଏବଂ ଏହା ଆଲୋକର ପ୍ରତିଫଳନର ନିୟମକୁ ମାନିକରି ପ୍ରତିଫଳିତ ହେବ। ଏ ପ୍ରତିଫଳନ ନିୟମ କ'ଣ ତୁମେ ଜାଣିଛ ଯେ ଆପତନ କୋଣ ଏବଂ ପ୍ରତିଫଳନ କୋଣ ଦୁଇ ଜଣ ଯାକ ସମାନ ହୋଇଥାନ୍ତି। ମାନେ ଆପତନ କୋଣ ଯେତିକି ହୋଇଥାଏ ପ୍ରତିଫଳିତ କୋଣ ମଧ୍ୟ ପ୍ରତିଫଳନ କୋଣ ମଧ୍ୟ ସେତିକି ହୋଇଥାଏ। ତେବେ ଏଠାରେ ଆସି ଆପତିତ ରଶ୍ମିଟି ପଡ଼ିଲା ଏବଂ ତାହା ବର୍ତ୍ତମାନ ପ୍ରତିଫଳିତ ହେଲା ଏବଂ ଏଠାରେ ଆମେ ଯଦି ଦେଖିବା ଆମେ କେଉଁ ସିରାକୁ ପ୍ରତିଫଳିତ କରାଇଲେ ଏଟା ଆପତନ କୋଣ ଏବଂ ପ୍ରତିଫଳନ କୋଣ ଦୁଇଟି ସମାନ ହୋଇଥିବ। ତେବେ ସେଠୁ ସେଇ ବିନ୍ଦୁରୁ ଆଉ ଗୋଟେ ଆଲୋକ ରଶ୍ମି ନେଲେ, ଦେଖନ୍ତୁ ଏ ବିନ୍ଦୁରୁ ଅନେକ ଗୁଡ଼ିଏ ଆଲୋକ ରଶ୍ମି ଆସୁଥିବ, କିନ୍ତୁ ଆମେ ସେଥିରୁ ମାତ୍ର ଦୁଇଟି ନେଇ ଦେଖିବା। ତେବେ ଆଉ ଗୋଟିଏ ଆଲୋକ ରଶ୍ମି ନେଲି, ତାହା ମଧ୍ୟ ପ୍ରତିଫଳନର ନିୟମକୁ ଅନୁସରଣ କରି ପ୍ରତିଫଳିତ ହେଲା। ତେବେ ଭାବିନିଅ ଯେ ତୁମେ ଏଠାରେ ଦେଖୁଛ ଏବଂ ଏ ଆଲୋକ ରଶ୍ମି ଗୁଡ଼ିକ ଆସି ତୁମ ଆଖିରେ ପଡ଼ୁଛନ୍ତି। ତେବେ ତୁମକୁ ଏଇ ସବୁଜ ବିନ୍ଦୁଟି କେଉଁଠାରେ ଦେଖାଯିବ? ତେବେ ସେଥିପାଇଁ ତାହା ଜାଣିବା ପୂର୍ବରୁ ଆମେ ପ୍ରଥମେ ଗୋଟିଏ କମଳା ନେଲେ। ଚାଲନ୍ତୁ ଆ ବିଷୟରେ ଏପଟ ଟିକେ ଦେଖିଦେବା। ବର୍ତ୍ତମାନ ଏ ବାମ ପଟିକୁ ଛାଡ଼ି ଦିଅନ୍ତୁ, ଡାହାଣ ପଟିକୁ ଦେଖନ୍ତୁ। ଡାହାଣ ପଟରେ ଏକ କମଳା ନେଲେ, ଭାବନ୍ତୁ ଏ କମଳାର ଯେକୌଣସି ବିନ୍ଦୁରୁ, ଏଇଠି ତୁମମାନଙ୍କର ଦେଖୁଛ ଯେକୌଣସି ବିନ୍ଦୁରୁ ବା ସବୁ ବିନ୍ଦୁରୁ କିଛି କିଛି ରଶ୍ମି ସବୁ ବାହାରୁଥିବେ ଏବଂ ଆସିକି କେଉଁଠି ପଡ଼ୁଥିବେ, ତୁମ ଆଖିରେ ପଡ଼ୁଥିବେ। ଦେଖନ୍ତୁ, ଆମେ ଗୋଟିଏ ପଏଣ୍ଟ କମଳା ନେଲେ, ସେଥିରୁ ଗୋଟାଏ ବିନ୍ଦୁ ଆସି ଗୋଟାଏ ବିନ୍ଦୁରୁ ଆଲୋକ ରଶ୍ମି ଆସି ତୁମ ଆଖିରେ ପଡ଼ିଲା। ସେହିପରି ଆଉ ଗୋଟେ ରଶ୍ମି ନେଲେ, ତାହା ମଧ୍ୟ ଆସି ତୁମ ଆଖିରେ ପଡ଼ିଲା। ଏହିପରି ଭାବରେ ଆଲୋକ ରଶ୍ମି ଗୁଡ଼ିକ ତୁମ ଆଖିରେ ପଡ଼ିବାରୁ ତୁମକୁ କମଳାଟି ଦେଖାଯାଉଛି। ତାମାନେ ଯେଉଁ ସ୍ଥାନରୁ ବା ଯେଉଁ ବସ୍ତୁରୁ ଆଲୋକ ରଶ୍ମି ଆସିଥାଏ ଆମକୁ ସେଇ ବସ୍ତୁ ହିଁ ଦେଖାଯାଏ। ତେବେ ବର୍ତ୍ତମାନ ଏଠାକୁ ଆସନ୍ତୁ। ବର୍ତ୍ତମାନ ଏଇ ଯେଉଁ ରଶ୍ମି ଦୁଇଟି ଆସିଛନ୍ତି ତାହା ଏଇ ବିନ୍ଦୁରୁ ଆସିଛନ୍ତି ଏବଂ ସମତଳ ଦର୍ପଣରେ ପ୍ରତିଫଳିତ ହୋଇ ମୋ ଆଖିରେ ଆସି ପଡ଼ୁଛନ୍ତି। ତେବେ ମୋତେ କ'ଣ ଦେଖାଯିବ? ଦେଖ, ଏଇ ଯେଉଁ ବିନ୍ଦୁରୁ ଆଲୋକ ରଶ୍ମି ବଙ୍କିକି ଆସିଛି, କିନ୍ତୁ ଆମ ଆଖି କ'ଣ ଦେଖିବ? ଆମକୁ ଲାଗିବ ଯେ ଏଇ ଯେଉଁ ଆଲୋକ ରଶ୍ମିଟି ଏଇ ଯେଉଁ ଆସିକି ମୋ ଆଖିରେ ପଡ଼ିଛି, ଏହା ଯେପରି ଏଇ ପଛପଟୁ କୌଣସି ଏକ ବିନ୍ଦୁରୁ ଆସିଛି। ଦେଖନ୍ତୁ, ତେଣୁକରି ମୁଁ ଏହାକୁ ପଛପଟକୁ ବଢ଼ାଇ ଦେଲି ବା ବ୍ୟାକ୍ ଟ୍ରେସିଂ କରିଦେଲି। ସେହିପରି ବର୍ତ୍ତମାନ ଏ ଯେଉଁ ରେଖାଟି ଆସି ମୋ ଆଖିରେ ପଡ଼ିଛି ତାହା ମୋତେ କିପରି ଲାଗିବ ଯେ ସେଇ ବିନ୍ଦୁରୁ ଆସିଛି। ତେଣୁକରି ବର୍ତ୍ତମାନ ମୋତେ ଏଇ ଯେଉଁ ସବୁଜ ବିନ୍ଦୁଟି ଏ ପଟରେ ନ ଦେଖାଯାଇ ମୋତେ କେଉଁଠି ଦେଖାଯିବ? ମୋତେ ଏ ପଟରେ ଦେଖାଯିବ। ତେବେ ସତରେ କ'ଣ ସବୁଜ ବିନ୍ଦୁଟି ଏଇପଟେ ଅଛି? ନା, ସବୁଜ ବିନ୍ଦୁଟି ଅଛି ଏପଟେ। ମୋତେ ସେ ସବୁଜ ବିନ୍ଦୁର ଏକ ପ୍ରତିବିମ୍ବ ଏଇ ସମତଳ ଦର୍ପଣର ପଛପଟ ଦେଖାଯାଉଛି। ଦେଖନ୍ତୁ, ସମତଳ ଦର୍ପଣର ପଛପଟରେ କିଛି ନାହିଁ, କିନ୍ତୁ ମୋତେ ଲାଗୁଛି, ମାନେ ମୁଁ ଯେତେବେଳେ ଅନାଉଛି ବା ଦେଖୁଛି ଯେ ଆଲୋକ ରଶ୍ମି ମୋ ଆଖିରେ ପଡ଼ିଛି, ମୋତେ ଲାଗୁଛି ଯେପରି ଏ ଆଲୋକ ରଶ୍ମି ଗୁଡ଼ିକ ଏହି ସବୁଜ ବିନ୍ଦୁ ଯାହାକି ସମତଳ ଦର୍ପଣର ପଛପଟେ ଅଛି ସେଇ ପଟରୁ ଆସୁଛନ୍ତି। ମୋତେ ସେପରି ଲାଗୁଛି, କିନ୍ତୁ ଆକ୍ଚୁଆଲରେ ସବୁଜ ବିନ୍ଦୁଟି ସେଠାରେ ନାହିଁ, ସବୁଜ ବିନ୍ଦୁ ଏଠାରେ ଅଛି। ତେଣୁକରି ଏଠାରେ କ'ଣ ହେଲା, ଏଇ ଯେଉଁ ସବୁଜ ବିନ୍ଦୁଟି ରହିଛି ତାର ଏକ ପ୍ରତିବିମ୍ବ କେଉଁଠାରେ ସୃଷ୍ଟି ହେଲା? ସମତଳ ଦର୍ପଣର ପଛପଟେ ସୃଷ୍ଟି ହେଲା। ଆକ୍ଚୁଆଲରେ ସବୁଜ ବିନ୍ଦୁଟି ସେଠି ନାହିଁ, ତାର ଏକ ପ୍ରତିବିମ୍ବ ସୃଷ୍ଟି ହୋଇଛି। ତେବେ ଏଇ ଯେଉଁ ପ୍ରତିବିମ୍ବ ସୃଷ୍ଟି ହୋଇଛି, ଦେଖନ୍ତୁ ଏଇ ଯେଉଁ ଆଲୋକ ରଶ୍ମି ଗୁଡ଼ିକ ମୋତେ ଲାଗୁଛି ଯେ ଏଇମାନେ ପଛପଟ ବିନ୍ଦୁରୁ ଆସୁଛନ୍ତି। ତେଣୁକରି ଏହା ହେଉଛି ଏକ ଆଭାସୀ ପ୍ରତିବିମ୍ବ। ଆଲୋକ ରଶ୍ମି ଗୁଡ଼ିକ ଯାଇକି ଏଇ ଯେଉଁ ପ୍ରତିଫଳିତ ହୋଇ ଏପଟରେ କେଉଁଠାରେ ମିଶୁନାହାନ୍ତି। ମୋତେ ଲାଗୁଛି ଯେମିତି ଏମାନେ ଏହି ଗୋଟାଏ ବିନ୍ଦୁରୁ ବାହାରି କରି ଆସିଛନ୍ତି ବା ଏହି ଗୋଟାଏ ବିନ୍ଦୁରୁ ବାହାରି ଅପସାରିତ ହୋଇ ମୋ ଆଖିରେ ଆସି ପଡ଼ୁଛନ୍ତି। ତେଣୁକରି ମୋତେ ଏଠାରେ ସବୁଜ ବିନ୍ଦୁ ଦେଖାଯାଉଛି। ତେଣୁକରି ମୁଁ କହିବି ଯେ ଏଇ ଯେଉଁ ବହିରେ ଯେଉଁ ସବୁଜ ବିନ୍ଦୁଟି ଥିଲା ତାର ଏକ ଆଭାସୀ ପ୍ରତିବିମ୍ବ ଏହି ପଟରେ ସୃଷ୍ଟି ହୋଇଛି। ବର୍ତ୍ତମାନ ଚାଲନ୍ତୁ ଦେଖାଯାଉ ସମ୍ପୂର୍ଣ୍ଣ ବହିଟି ମୋତେ କିପରି ଦେଖାଯିବ। ସମ୍ପୂର୍ଣ୍ଣ ବହିଟି ମୋତେ କିଛି ଏହିପରି ଦେଖାଯିବ। ତେବେ ତୁମେ କହିବ ଏଠାରେ ବିଟି କ'ଣ ଏପରି ଦେଖାଯାଉଛି, କେଟି କ'ଣ ଏପରି ଦେଖାଯାଉଛି? ତେବେ ଚାଲନ୍ତୁ ବର୍ତ୍ତମାନ ମାନନ୍ତୁ ଆଉ ଗୋଟେ ବିନ୍ଦୁରୁ, ଯେକୌଣସି ବହିର ଆଉ ଗୋଟେ ବିନ୍ଦୁରୁ ମୁଁ ଏକ ରଶ୍ମି ନେଲି। ଏହା ଆଲୋକର ନିୟମକୁ ମାନି ପ୍ରତିଫଳନ ହୋଇ କେଉଁଠି ଆସିଲା? ମୋ ଆଖିରେ ଆସି ପଡ଼ିଲା। ତେଣୁକରି ତାହା ମୋତେ ଦେଖନ୍ତୁ ସେଇ ବିନ୍ଦୁରୁ ଯେଉଁ ଆସିଥିଲା ତାର ଏକ ଆଭାସୀ ପ୍ରତିବିମ୍ବ ଏଇଠାରେ ସୃଷ୍ଟି ହେଲା ଏବଂ ସମ୍ପୂର୍ଣ୍ଣ ବହିର ଏକ ଆଭାସୀ ପ୍ରତିବିମ୍ବ ଏହିଭଳି ସୃଷ୍ଟି ହୋଇଛି।
ତୁମେ ଯଦି ଦେଖିବ ଯେ ବି ର ଏପଟ ପାର୍ଶ୍ୱଟି ଏଠାରେ ଏପରି କିଛି ଦେଖାଯାଉଛି ଏବଂ କେ ର ଏଇ ଡାହାଣ ପାର୍ଶ୍ୱଟି ଏଠାରେ ଏପରି କିଛି ଦେଖାଯାଉଛି। ତାମାନେ ଏଠାରେ କ'ଣ ହୋଇଯାଇଛି, ଏଠାରେ ପ୍ରତିବିମ୍ବରେ ଡାହାଣଟି ବାମ ହୋଇଯାଇଛି ଏବଂ ବାମଟି ଡାହାଣ ହୋଇଯାଇଛି, ମାନେ ଏହାର ପାର୍ଶ୍ୱ ଓଲଟା ହୋଇଯାଇଛି। ତେଣୁକରି ସମତଳ ଦର୍ପଣରେ ଯେଉଁ ପ୍ରତିବିମ୍ବ ସୃଷ୍ଟି ହୁଏ ତାହା ଆଭାସୀ ହୋଇଥାଏ ଏବଂ ସମାନ ସାଇଜ୍ର ହୋଇଥାଏ ଏବଂ ଆଉ କ'ଣ ହୋଇଥାଏ, ତାର ପାର୍ଶ୍ୱ ପରିବର୍ତ୍ତନ ହୋଇଯାଇଥାଏ। ଯାହାକୁ ଇଂରାଜୀରେ ଆମେ ତାକୁ ଲ୍ୟାଟରାଲ ଇନଭର୍ସନ ବୋଲି କହିଥାଉ। ତେବେ ଚାଲନ୍ତୁ ଆଉ ଏକ ଉଦାହରଣ ଦେଖିବା। ଦେଖନ୍ତୁ ଏଠାରେ ଲେଖି ଦିଆଗଲା ଆଭାସୀ ପ୍ରତିବିମ୍ବ। ଚାଲନ୍ତୁ ଆଉ ଏକ ଉଦାହରଣ ନେବା। ମାନିନିଅ ଏଠାରେ ଏକ ସମତଳ ଦର୍ପଣ ରହିଛି, ଏହା ହେଉଛି ଏକ ସମତଳ ଦର୍ପଣ ଏବଂ ଏଠାରେ ଏକ ଆରୋ ମୁଁ ରଖିଛି, ଏହା ହେଉଛି ଆମର ବସ୍ତୁ। ତେବେ ବସ୍ତୁରୁ କ'ଣ କଲି, ମୁଁ ଗୋଟାଏ ଆଲୋକ ରଶ୍ମି ଏପରି ନେଲି, ବସ୍ତୁରୁ ଅନେକ ଗୁଡ଼ିଏ ରଶ୍ମି ଯାଉଛି, ମୁଁ ମାତ୍ର ସେଥିରୁ ଗୋଟାଏ ରଶ୍ମିକୁ କନସିଡର କରି ନେଲି ବା ଗୋଟାଏ ରଶ୍ମିକୁ ନେଲି। ଆଲୋକ ରଶ୍ମିଟି ଏପରି ଗଲା, ତେବେ ଏଠାରେ କ'ଣ ହେବ, ଏଠାରେ ଆପତନ କୋଣ ଏବଂ ପ୍ରତିଫଳନ କୋଣ ସମାନ ହେବ। ଦେଖନ୍ତୁ ଏଠାରେ ଆପତନ କେତେ, ଆପତନ କୋଣ କେତେ, ଆପତନ କୋଣ ହେଉଛି 0 ଡିଗ୍ରୀ। ତେଣୁକରି ପ୍ରତିଫଳନ କୋଣ ମଧ୍ୟ କେତେ ହେବ, 0 ଡିଗ୍ରୀ। ତେଣୁକରି ଆଲୋକ ରଶ୍ମିଟି ସେଇ ରାସ୍ତାରେ ଫେରି ଆସିଲା। ତେବେ ଚାଲନ୍ତୁ ଆଉ ଏକ ରଶ୍ମି ନେବା। ମୁଁ ଆଉ ଏକ ରଶ୍ମି ନେଲି ଏବଂ ତାହା ସେହିପରି ଆଲୋକର ପ୍ରତିଫଳନ ନିୟମକୁ ମାନି ପ୍ରତିଫଳିତ ହେଲା ଏବଂ ଏହିପରି ଗଲା। ବର୍ତ୍ତମାନ ବର୍ତ୍ତମାନ ଭାବିବା ଏଠାରେ ମନେକର ଏଇ ତୀରଟି ବା ଆରୋଟି ନାହିଁ, ଏଠାରେ ମୋ ଆଖି ଅଛି ବା ଆଖିରେ ଆମେ ଏହିପରି ଦେଖୁଛନ୍ତି। ମୋ ଆଖିରୁ ଏମିତି ଲାଇଟ୍ ଗଲା, ଏମିତି ଫେରି ଆସିଲା, ପୁଣି ଆଉ ଗୋଟେ ଲାଇଟ୍ ମଧ୍ୟ ଆଖିରୁ ଏହିପରି ଯାଇ, ଠିକ୍ ଅଛି, ଆଖି ଉପରେ ପଡ଼ି ଲାଇଟ୍ ଗଲା, ଲାଇଟ୍ ଯାଇ ପୁଣି ଫେରି ଆସିଲା। ତେବେ ଆମକୁ ପ୍ରତିବିମ୍ବ କିପରି ଦେଖିବା, ଦେଖନ୍ତୁ ଏ ରଶ୍ମିଟି ଆଡ଼େ ଯାଉଛି ଏବଂ ଏ ରଶ୍ମିଟି ଆଡ଼େ ଯାଉଛି। ତେଣୁକରି ଏମାନେ ଏ ପଟରେ କୋଉଠି ବି ମିଶିବେ ନାହିଁ, ମାନେ ଏମାନେ ବାସ୍ତବ ପ୍ରତିବିମ୍ବ ହବ ନାହିଁ ଏହାର। ତେବେ ଆକୁ ଏଇ ଯୋଉ ଆଖିରେ ଆମେ ଦେଖୁଛନ୍ତି ଆମକୁ କିପରି ଦେଖାଯିବ, ଆମକୁ ଲାଗିବ ଯେ ଏଇ ଯୋଉ ରଶ୍ମିଟି ଆସିଛି ଆମକୁ ଲାଗିବ ଏଇ ପଛପଟରୁ କେଉଁଠୁ ଆସିଛି ଏବଂ ସେହିପରି ଏଇ ରଶ୍ମିଟି ଏ ପଛପଟରୁ କେଉଁଠୁ ଆସିଛି, ମାନେ ଆମେ ଏହାକୁ ପଛକୁ ବଢ଼ାଇ ଦେବା ବା ଆମେ ତାକୁ ବ୍ୟାକ୍ ଟ୍ରେସିଂ କରିଦେବା। ତେବେ ଯଦି ମୁଁ ବ୍ୟାକ୍ ଟ୍ରେସିଂ କରିଦେଉଛି ବା ପଛପଟକୁ ବଢ଼ାଇ ଦେଉଛି, ମୋତେ ଲାଗିବ ଯେ ମୋ ଆଖିଟି କେଉଁଠି ଅଛି, ମୋ ଆଖିର ଏକ ପ୍ରତିବିମ୍ବ ଏଇଭଳି ଏଇଠାରେ ସୃଷ୍ଟି ହେବ। ତେଣୁକରି ଏହା ହେଉଛି ଏକ ଆଭାସୀ ପ୍ରତିବିମ୍ବ।